हैप्पी बर्थडे भाईजान, हैप्पी बर्थडे भाईजान। छपन इंच छातीर दरदी हृदय दुर्नीतिखोरଙ୍କ ପାଇଁ କାଳ କିନ୍ତୁ ଦୁଃଖୀଙ୍କ ପାଇଁ ତାଙ୍କ ମନ ହୁଏ ବିକଳ। କେବେ ସେ ଅସହାୟଙ୍କ ପାଇଁ ଦେବଦୂତ ତ କେବେ ସେ ଗରିବର ମେରୁଖୁଣ୍ଟ। ସତରେ ଥିବା ପୂର୍ବରୁ ଗୋଟିଏ ପଣ କରିଥିଲେ ପ୍ରତିଟି ଲୋକଙ୍କ ଓଳିତଳେ ଠିଆ ହେବାକୁ, ଯାହାକୁ ଆଜି କାମରେ କରି ଦେଖାଉଛନ୍ତି ଧର୍ମଶାଳାର ବାଘ ବୋଲି ଆଖ୍ୟା ପାଇଥିବା ଲୋକପ୍ରିୟ ଯୁବ ବିଧାୟକ ହିମାଂଶୁ ଶେଖର ସାହୁ ଓରଫ ଲିକୁ, ଯିଏ ଧର୍ମଶାଳାରେ ରାଜ୍ୟର ବଡ଼ ଶକ୍ତିଶାଳୀ ଦଳକୁ ଧୂଳି ଚଟାଇଥିଲେ। ବିନା କାହାର ସାହାରାରେ ନିଜର ବ୍ରାଣ୍ଡ ନିଜେ ତିଆରି କରିଛନ୍ତି। ଆଜି ଯାହାଙ୍କ ପାଇଁ ଧର୍ମଶାଳା ବିକାଶର ରାସ୍ତାରେ ଅଗ୍ରସର ହେଉଛି, ଯାହାଙ୍କ ଗୋଟିଏ ଡାକରେ ଶହ ଶହ ଲୋକ ଦୌଡ଼ି ଆସନ୍ତି, ସେହି ଧର୍ମଶାଳାର ବାଘ ଲିକୁ ସାହୁଙ୍କର ହେଉଛି ଜନ୍ମ ଉତ୍ସବ। ସେହି ଲୋକପ୍ରିୟ ନେତା ଯିଏ 6 ମାସର ରାଜନୀତିରେ ଓପାଡ଼ି ଦେଇଥିଲେ ଗାଦି ମଣାଙ୍କ ବଂଶବାଦର ଚେର। ପୁରୁଖାଙ୍କ ଉପରେ ଭାରି ପଡ଼ିଥିଲା ଏହି ଯୁବ ନେତାଙ୍କର କ୍ରେଜ୍। ପ୍ରତିଜ୍ଞା କରିଥିଲେ ଖଣି ମାଫିଆଙ୍କ କବ୍ଜାରୁ ଉଦ୍ଧାର କରିବେ ଧର୍ମଶାଳାର ମାଟିକୁ, ଆଉ ଆଜି ତାହା ଧୀରେ ଧୀରେ ବାସ୍ତବରେ ପରିଣତ ହେଉଛି। ଲିକୁ ସାହୁ ଏକ ନାଁ ନୁହେଁ, ଏକ ପରିଚୟ। ଜନତାଙ୍କ ପାଇଁ ବଡ଼ ପୁଅ ସାଜି ଗୋଟିଏ ଅଞ୍ଚଳର ଦାୟିତ୍ୱବାନ ଜନପ୍ରତିନିଧି ହିସାବରେ କାର୍ଯ୍ୟ କରି ଚାଲିଛନ୍ତି। ଦୁର୍ନୀତି କବଳିତ ଧର୍ମଶାଳା ଆଜି ଲିକୁଙ୍କ କମାଣରେ ବିକାଶ ଆଡ଼କୁ ଗତି କରୁଛି। ଦୁର୍ନୀତି କବଳରେ ଥିବା ଧର୍ମଶାଳା ଆଜି ବିକାଶର ଦ୍ୱାର ଦେଶରେ। ସେ ମୋଟା କଣ୍ଠରେ 2 ପଦ କଥା ଓ କେତୋଟି ପ୍ରତିଶ୍ରୁତି ଆଜି ଲୋକଙ୍କ ହୃଦୟ ଜିତି ଲୋକଙ୍କ ମନରେ ରାଜ କରୁଛନ୍ତି ଲିକୁ ସାହୁ। ତାଙ୍କ ପାଇଁ ନିର୍ବାଚନ ଥିଲା ଏକ ମାଧ୍ୟମ, କିନ୍ତୁ ବାସ୍ତବରେ ନିର୍ବାଚନ ନ ଲଢ଼ିଥିଲା ବେଳେ ମଧ୍ୟ ଲୋକଙ୍କର ଜନପ୍ରତିନିଧି ହିସାବରେ ଦାବି ଉପସ୍ଥାପନ କରୁଥିଲେ ଏବଂ ଅନେକଙ୍କର ସ୍ୱର ମଧ୍ୟ ସେ ପାଲଟିଥିଲେ। ଦୁର୍ନୀତିଖୋର ନେତାଙ୍କର ଗୋଟିଏ ଡର ଥିଲା ଯେ ଲିକୁ ସାହୁ ରାଜନୀତିକୁ ନ ଆସନ୍ତୁ, କିନ୍ତୁ ପରିଶେଷରେ ଭାଗ୍ୟ ଚମକିଥିଲା ଏବଂ ଲିକୁ ଧର୍ମଶାଳାର ନେତା ହୋଇଥିଲେ। ନେତା ହେବା ପରେ ବି ଥମି ଯାଇନଥିଲା ତାଙ୍କର ସେହି କାର୍ଯ୍ୟଦକ୍ଷତା। ସତ୍ତାରେ ନଥାଇ ଯାହା କରୁଥିଲେ ଆଜି ସତ୍ତାକୁ ଆସିବା ପରେ ତାଠାରୁ ଅଧିକ କରି ଦେଖାଉଛନ୍ତି, ଯାହାକୁ ଦେଖି ଚିନ୍ତାରେ ପଡ଼ିଛନ୍ତି କଥାକୁ ଆଳିଆ ନେତା। ସେହି ଗୋଟିଏ ଠାଣି ଆଉ ଗୋଟିଏ ଚାହାଣୀ। ପୋଷାକ ପରିପଟ୍ଟା ସାଧା ସିଧା, କିନ୍ତୁ ଧର୍ମଶାଳା ପାଇଁ କିଛି କରି ଦେଖାଇବାର ତାଙ୍କର ଅଛି ବଡ଼ ଆଶା। ଯୁବକଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଖୋଜନ୍ତି ଲିକୁଙ୍କୁ, କାରଣ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ଉଚିତ ସମୟରେ ପାଳନ କରୁଥିବା କାରଣରୁ ତାଙ୍କର ଏଭଳି ବ୍ୟକ୍ତିତ୍ୱ ସେମାନଙ୍କୁ ପ୍ରଭାବିତ କରେ। ଖାସ୍ ଲିକୁଙ୍କ ପାଇଁ ଅନେକ ଯୁବପିଢ଼ି ତାଙ୍କର ପ୍ରେରଣା ପାଇଛନ୍ତି। ତାଙ୍କ କାମ କରିବା ଶୈଳୀରେ ପ୍ରଭାବିତ ହୋଇ ଏକ ବିକଶିତ ଅଞ୍ଚଳ ଗଢ଼ିବା ପାଇଁ ଏମାନେ ମଧ୍ୟ ପଣ କରିଛନ୍ତି। କେବଳ ଯେ ଧର୍ମଶାଳାର ବାଘ ତାହା ନୁହେଁ, ରାଜ୍ୟ ରାଜନୀତିରେ ସେ ଏକ ଅନନ୍ୟ ବ୍ୟକ୍ତିତ୍ୱ। ସାଲିସବିହୀନ ରାଜନେତା ଭାବରେ ଅନେକ ପ୍ରଖ୍ୟାତି ପାଇଛନ୍ତି। ତେବେ ସମସ୍ତଙ୍କର ଆଶା ଏମିତି ଲୋକଙ୍କ ସମର୍ଥନ ପାଉଥାନ୍ତୁ ଏବଂ ଦୁର୍ନୀତିଖୋର ଅପରାଧଙ୍କର ଜମ ପାଲଟିଥାନ୍ତୁ ଓ ପ୍ରଖ୍ୟାତି ଲାଭ କରିଥାନ୍ତୁ। ଆଜି ସେହି କର୍ମଠ ଯୁବନେତାଙ୍କର ଶୁଭ ଜନ୍ମଦିନ। ଏହି ଅବସରରେ ଫୋକସ୍ ପ୍ଲସ୍ ପରିବାର ତରଫରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଆପଣ ଏମିତି ନିଷ୍ଠାପର ଭାବରେ କାମ କରିଚାଲନ୍ତୁ ଏବଂ ସଫଳତାର ଶୀର୍ଷରେ ଚଢ଼ନ୍ତୁ ବୋଲି ସମସ୍ତଙ୍କର ଆଶା। ବ୍ୟୁରୋ ରିପୋର୍ଟ, ଫୋକସ୍ ପ୍ଲସ୍।